ଜଙ୍ଗଲୀ ହାତୀ ଆଗମନରେ ଅଞ୍ଚଳବାସୀ ଭୟଭୀତ। ଅନେକ ଦିନର ବ୍ୟବଧାନ ପରେ ପୁଣି ଫେରି ଆସିଛନ୍ତି ଜଙ୍ଗଲୀ ହାତୀପଲ। ଚାଷୀକୂଳଙ୍କୁ ପୁଣି ଘାରିଲା ହାତୀ ଆତଙ୍କ। ଦୀର୍ଘ ଦିନ ହେଲା ହାତୀ ଆତଙ୍କରୁ ମୁକ୍ତି ମିଳିଥିଲା ଚାଷୀ ଭାଇଙ୍କୁ। କ୍ଷେତରେ ଚାଷ ଫଳାଇଥିବା ଚାଷୀ ଭାଇ ଆନନ୍ଦ ମନରେ ନିଜ ପରିଶ୍ରମର ଚାଷକୁ ଅମଳ କରି ଚାଲିଥିଲା। ହାତୀ ଉପଦ୍ରବ ନଥିବା ଯୋଗୁଁ ସୁରୁଖୁରୁରେ ଚାଷକୁ ଅମଳ କରି ଘରେ ସଞ୍ଚିତ କରିବ ବୋଲି ଆଶା ବାନ୍ଧି ତରତର ଭାବରେ ଚାଷୀ ଚାଷ ଅମଳ କରିବାରେ ବ୍ୟସ୍ତ ରହିଛନ୍ତି। ସୁନାର ଫସଲ ଫଳିଥିବା ଜମିରୁ କୌଣସି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବା ପୂର୍ବରୁ ଫସଲକୁ ସୁରକ୍ଷିତ ରଖିବା ପାଇଁ ଅକ୍ଳାନ୍ତ ପରିଶ୍ରମ ଜାରି ରଖିଛନ୍ତି। ବିଶେଷ କରି ହାତୀ ଉପଦ୍ରବର ଭୟ ଦୂର ହୋଇଯାଇଥିବା ଯୋଗୁଁ ଚାଷୀଙ୍କ ମନରେ ସେମିତି କିଛି ଫସଲ ସୁରକ୍ଷିତ ରଖିବା ପାଇଁ ଭୟ ନଥିଲା। କିନ୍ତୁ ସବୁକିଛି ବିଗିଡ଼ି ଯିବାକୁ ବସିଛି ହାତୀପଲଙ୍କ ଆଗମନରେ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇ ଟାଙ୍ଗିରି ବାଉଁଶୁଳି ଢେର କିଛି ଦିନର ବ୍ୟବଧାନ ପରେ ପୁଣି ଲେଉଟି ଆସିଛନ୍ତି ଜଙ୍ଗଲୀ ହାତୀପଲ। ହାତୀପଲଙ୍କ ଆଗମନରେ ଚାଷୀକୂଳ ମନରେ ଛନକା ପଶିଯାଇଛି। ପୁଣି ହାତୀପଲ ରଚନା କରିବେ ତାଙ୍କର ତାଣ୍ଡବ। ଫଳନ୍ତି ଫସଲ ଏବେ ମଧ୍ୟ କ୍ଷେତରେ ରହିଛି।